ଆଜିର ପ୍ରସଙ୍ଗ ବିଶ୍ୱ ମାନବାଧିକାର ଦିବସ। ଆଲେଖ୍ୟ ପବିତ୍ର ମୋହନ ସେନାପତି। ଉପସ୍ଥାପନାରେ ମୁଁ ସରିତା ସାହୁ। ଆଜି ଡିସେମ୍ବର 10 ଦିନଟିକୁ ବିଶ୍ୱବ୍ୟାପୀ ମାନବାଧିକାର ଦିବସ ରୂପେ ପାଳନ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତିର ମୌଳିକ ସ୍ୱାଧୀନତା ଓ ଅଧିକାର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ପ୍ରତ୍ୟେକ ବ୍ୟକ୍ତି ଖାଦ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଏବଂ ନ୍ୟାୟସମ୍ମତ ସମାନତା ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଭାବେ ବଞ୍ଚିବାର ଅଧିକାର ରଖେ। ଜୀବନର ସମସ୍ତ କ୍ଷେତ୍ରରେ ଯେଉଁସବୁ ଅଧିକାର ଜଣେ ବ୍ୟକ୍ତିର ରହିଛି, ସେଥିରୁ ସେ ଯେମିତି ବଞ୍ଚିତ ନ ହୁଏ ତାହାକୁ ସୁନିଶ୍ଚିତ କରିବାକୁ ଜାତିସଂଘ ସାଧାରଣ ପରିଷଦ 1948 ମସିହାରେ ୟୁନିଭର୍ସାଲ ଡିକ୍ଲାରେସନ ଅଫ୍ ହ୍ୟୁମାନ୍ ରାଇଟ୍ସ ଅର୍ଥାତ୍ ମାନବ ଅଧିକାରର ବିଶ୍ୱବ୍ୟାପୀ ଘୋଷଣାନାମା ଜାରି କରିଥିଲା। 1950ରୁ ପ୍ରତ୍ୟେକ ବର୍ଷ ଡିସେମ୍ବର 10 ତାରିଖରେ ମାନବ ଅଧିକାର ଦିବସ ପାଳନ ହୋଇ ଆସୁଛି। ଚଳିତ ବର୍ଷ ଜାତିସଂଘ ଇକ୍ୱାଲିଟି ଫର୍ ଅଲ୍, ରିଡ୍ୟୁସିଂ ଇନ୍ଇକ୍ୱାଲିଟିଜ୍ ଆଣ୍ଡ ଆଡଭାନ୍ସିଂ ହ୍ୟୁମାନ୍ ରାଇଟ୍ସ ଅର୍ଥାତ୍ ସମସ୍ତଙ୍କ ପାଇଁ ସମାନତା, ଅସମାନତାକୁ କମାଇବା ଓ ମାନବ ଅଧିକାର ସୁରକ୍ଷାକୁ ତ୍ୱରିତ କରିବା ଶୀର୍ଷକ ଥିମ୍ରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛି। ଆମ ଦେଶରେ ମାନବ ଅଧିକାର ଦିବସ ପାଳନ କରାଯାଉଛି। ଜାତୀୟ ମାନବାଧିକାର ଆୟୋଗ ଏହି ଦିବସକୁ ନିଷ୍ଠାର ସହ ପାଳନ କରୁଛି। ୟୁନିଭର୍ସାଲ ଡିକ୍ଲାରେସନ ଅଫ୍ ହ୍ୟୁମାନ୍ ରାଇଟ୍ସ ଅନୁଯାୟୀ ସମସ୍ତ ବ୍ୟକ୍ତି ମୁକ୍ତ ଏବଂ ସମାନତା ଭିତ୍ତିରେ ଜନ୍ମ ହୋଇଥିବା ବେଳେ ଜୀବନ ଧାରଣ କରିବା ଏବଂ ଆଇନ ଅନୁଯାୟୀ ସ୍ୱାଧୀନତା ଭାବେ ଜୀଇଁବା ଓ ସୁରକ୍ଷିତ ରହିବା ପାଇଁ ଏବଂ ସମାନତା ଅଧିକାର ରଖେ। ସ୍ୱାଧୀନ ଭାବେ ଭାବନା, ବିବେକ, ଧର୍ମ, ମତ ପୋଷଣ କରିବାର ମଧ୍ୟ କ୍ଷମତା ରଖେ। ଏସବୁ ମୌଳିକ ଅଧିକାର ଭାରତ ସମ୍ବିଧାନ ସୁନିଶ୍ଚିତ କରୁଛି। ଜାତୀୟ ମାନବାଧିକାର କମିଶନ ଏ ଦିଗରେ ନିରନ୍ତର କାର୍ଯ୍ୟ କରୁଛି। ଆଜି ଜାତୀୟ ମାନବାଧିକାର ଆୟୋଗ ନୂଆଦିଲ୍ଲୀରେ ବିଜ୍ଞାନ ଭବନଠାରେ ମାନବ ଅଧିକାର ଦିବସ ପାଳନ କରିଛି। ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜାତୀୟ ମାନବାଧିକାର ଆୟୋଗ କାର୍ଯ୍ୟକାରୀ ଅଧ୍ୟକ୍ଷା ଶ୍ରୀମତୀ ବିଜୟା ଭାରତୀ ସାଇନି, ସାଧାରଣ ସଚିବ ଭାରତ ଲାଲ ଏବଂ ବିଭିନ୍ନ ରାଜ୍ୟର ମାନବାଧିକାର ଆୟୋଗ ମୁଖ୍ୟ ଏବଂ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ। ଏହି ବର୍ଷ ଜାତୀୟ ମାନବାଧିକାର ଆୟୋଗ ଥିମ୍ ରଖିଛି ଆୱାର ରାଇଟ୍ସ ଆୱାର ଫ୍ୟୁଚର ରାଇଟ୍ ନାଓ ଅର୍ଥାତ୍ ଆମର ଅଧିକାର, ଆମର ଭବିଷ୍ୟତ ବର୍ତ୍ତମାନ ସୁନିଶ୍ଚିତ ହେଉ। ଏହି ଅବସରରେ ମେଣ୍ଟାଲ ୱେଲବିଂ ନାଭିଗେଟିଂ ଷ୍ଟ୍ରେସ୍ ଫ୍ରମ୍ କ୍ଲାସରୁମ୍ ଟୁ ୱାର୍କପ୍ଲେସ୍ ଶୀର୍ଷକ ଏକ ଜାତୀୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଶିକ୍ଷା ଗ୍ରହଣଠାରୁ କର୍ମକ୍ଷେତ୍ର ଏବଂ ଜୀବନର ବିଭିନ୍ନ ସ୍ତରରେ ମାନସିକ ଚାପକୁ ହ୍ରାସ କରିବା ସହିତ ମାନସିକ ସୁସ୍ଥତା ରକ୍ଷା ଦିଗରେ ଆବଶ୍ୟକ ସୁପାରିଶ କରିଥିଲା ଏହି ସମ୍ମିଳନୀ। ଆଲୋଚନାରେ ଜଣାଯାଇଛି ଯେ ଜାତୀୟ ମାନବାଧିକାର ଆୟୋଗ ଏହାର କାର୍ଯ୍ୟକାରିତା ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ 23.14 ଲକ୍ଷ ମାନବାଧିକାର ଉଲ୍ଲଂଘନ ମାମଲା ପଞ୍ଜୀକୃତ କରିଛି ଏବଂ ତନ୍ମଧ୍ୟରୁ 23.07 ଲକ୍ଷ ମାମଲା ସମାଧାନ କରିଛି। କ୍ଷତିଗ୍ରସ୍ତଙ୍କୁ 256.57 ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଦେବା ପାଇଁ ସୁପାରିଶ କରିଛି। ଗତ ଏକ ବର୍ଷ ମଧ୍ୟରେ 2023 ଡିସେମ୍ବର 1ରୁ ନଭେମ୍ବର 2024 ମଧ୍ୟରେ 66,378 ମାନବାଧିକାର ଉଲ୍ଲଂଘନ ମାମଲା ପଞ୍ଜୀକୃତ କରିଥିଲା ଏବଂ ତନ୍ମଧ୍ୟରୁ 65,973 ମାମଲା ସମାଧାନ କରି 172.44 ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ଦେବାକୁ ସୁପାରିଶ କରିଛି। ମାନବାଧିକାର ଆୟୋଗ 55ଟି ସମ୍ମିଳିତ କର୍ମଶାଳା, 6ଟି ମୁଡ୍ କୋର୍ଟ କମ୍ପିଟିସନ୍ ଏବଂ ବହୁ ଇଣ୍ଟର୍ନସିପ୍ ଇଭେଣ୍ଟସ୍ ବା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରି ଛାତ୍ରଛାତ୍ରୀମାନଙ୍କୁ ମାନବାଧିକାର ଆଇନ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲା। ଦେଶର 44ଟି ବିଶ୍ୱବିଦ୍ୟାଳୟରୁ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆୟୋଗ ଏହାର ପୋର୍ଟାଲ HRC ନେଟ୍ ପୋର୍ଟାଲକୁ ସମ୍ପ୍ରସାରିତ କରିଛି। ଏହି ପୋର୍ଟାଲ ଜରିଆରେ ସମସ୍ତ ସରକାରୀ ସଂସ୍ଥା ଓ କର୍ତ୍ତୃପକ୍ଷ ଏବଂ ବ୍ୟକ୍ତିବିଶେଷ ଅଭିଯୋଗ ଦାଖଲ କରିପାରିବେ ଏବଂ ସେହିସବୁ ବିଚାର ସ୍ଥିତି ଦେଖିପାରିବେ। ଇତିମଧ୍ୟରେ ମାନବାଧିକାର ଆୟୋଗ ମଧ୍ୟ ବହୁ ନୂତନ କ୍ଷେତ୍ରରେ ପ୍ରବେଶ କରି କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ପ୍ରଦାନ କରିଛି। ଖେଳ କର୍ତ୍ତୃପକ୍ଷଙ୍କୁ ମହିଳା ଖେଳାଳି ନିର୍ଯାତନା ବିରୁଦ୍ଧରେ ନିର୍ଦ୍ଦେଶନାମା ଦେବା ସହିତ ବାସହୀନଙ୍କୁ ବାସ ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି। ଦଙ୍ଗା ପ୍ରପୀଡ଼ିତ, ପ୍ରାକୃତିକ କ୍ଷତିଗ୍ରସ୍ତ ଏବଂ ଋଣ ବୋଝ ସମ୍ଭାଳି ନ ପାରି ଆତ୍ମହତ୍ୟା କରୁଥିବା ପରିବାରକୁ ଆର୍ଥିକ ସହାୟତା ଦେବାକୁ ସରକାରଙ୍କୁ ସୁପାରିଶ କରିଛି। ଆମ ଦେଶରେ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ବିଭିନ୍ନ ସାମାଜିକ ଅନୁଷ୍ଠାନମାନ ମଧ୍ୟ ମାନବାଧିକାର ଦିବସଟିକୁ ପାଳନ କରିଛନ୍ତି। ବଲିଉଡ୍ ଅଭିନେତ୍ରୀମାନେ ମହିଳାଙ୍କ ମାନବାଧିକାର ଉପରେ ମତ ଓ ମନ୍ତବ୍ୟ ରଖିବା ସହିତ ବିଭିନ୍ନ ଅଭିଯାନ ଆରମ୍ଭ କରିଛନ୍ତି।